ଅନୁଗୋଳ ଏଇ ନାଟି ଶୁଣିଲେ ମନକୁ କେବଳ ଶିଳ୍ପ କଥା ଆସେ, କିନ୍ତୁ ଏହାର ଭିତରେ ଲୁଚି ରହିଛି ପ୍ରକୃତିର ଅପୂର୍ବ ଗନ୍ତାଘର। ଆମର ଏହି ଯାତ୍ରା ଆରମ୍ଭ ହେଲା ଅନୁଗୋଳ ସହରର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ବୁଢ଼ୀ ଠାକୁରାଣୀ ମନ୍ଦିରରୁ। ମାଙ୍କ ଆଶୀର୍ବାଦ ନେଇ ଆମେ ପହଞ୍ଚିଲୁ ସହରର ପୁରୀ କୁହାଯାଉଥିବା ଶୈଳଶ୍ରୀ କ୍ଷେତ୍ରରେ। ପାହାଡ଼ ଉପରେ ଜଗନ୍ନାଥ ମନ୍ଦିରର ସେହି ଶାନ୍ତ ପରିବେଶ ଆମ ଯାତ୍ରାରେ ଏକ ଭିନ୍ନ ଉତ୍ସାହ ଭରିଦେଲା। ସହରରୁ ବାହାରି ଆମେ ପହଞ୍ଚିଲୁ ତାଳଚେର। କୋଇଲା ନଗରୀର ସେହି ବ୍ୟସ୍ତତା ଭିତରେ ରାଜପ୍ରାସାଦର ରାଜକୀୟ ଐତିହ୍ୟ ଆଜି ବି ଗର୍ବର ସହ ଛିଡ଼ା ହୋଇଛି। ଏହିଠାରୁ କିଛି ଦୂରରେ ଅଗ୍ନିରୂପିଣୀ ମା ହିଙ୍ଗୁଳାଙ୍କ ପୀଠ। ମାଙ୍କ ଦର୍ଶନ ସାରି ଆମେ ଗଲୁ ଭୀମକାନ୍ଦ ପରିଦର୍ଶନରେ, ଯେଉଁଠି ପଥର ଉପରେ ଖୋଦିତ ବିଷ୍ଣୁଙ୍କ ବିଶାଳ ଶୟନ ମୁଦ୍ରା ଆମ ପୁରାତନ କଳାର ପରିଚୟ ଦିଏ। ପରେ ପଥରେ ପଡ଼ିଲା ରାମଚଣ୍ଡୀ ମନ୍ଦିର, ଖୁଲୁଡ଼ି ମନ୍ଦିର, ଲୋଭୀ ଠାକୁରାଣୀ ଏବଂ ପ୍ରସିଦ୍ଧ ବିନିକେଇ ପୀଠ। ଅନୁଗୋଳ କେବଳ ଧର୍ମୀୟ ସ୍ଥଳ ନୁହେଁ, ଏହା ଜଳପ୍ରପାତର ସହର ମଧ୍ୟ। ଆମର ଯାତ୍ରା ଆଗକୁ ବଢ଼ିଲା ମାଳୟଗିରି ପାହାଡ଼ ଆଡ଼କୁ। ଏହି ପାହାଡ଼ର ପାଦଦେଶରେ ଲୁଚି ରହିଛି ପ୍ରକୃତିର ସୁନ୍ଦର କୃତି, ଅନ୍ତଧାର, ଓଗି, ଭୀମଧାରା ଏବଂ ସୁରେଶ୍ୱରୀ ପରି ସୁନ୍ଦର ଜଳପ୍ରପାତ। ଶୀତଳ ପାଣିର ଝରଣା ଏବଂ ଘଞ୍ଚ ବଣ ଜଙ୍ଗଲ ମନକୁ ଏକ ଅଲୌକିକ ଶାନ୍ତି ପ୍ରଦାନ କରୁଥିଲା। ଏହାସହ ପାତ୍ରପଡ଼ା ଜଳପ୍ରପାତର ସୁନ୍ଦର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇ ରହିଗଲା। ଜଳପ୍ରପାତ ପରେ ଆମେ ପହଞ୍ଚିଲୁ ଡେରଜଙ୍ଗ ଜଳାଶୟ ଏବଂ ପରେ ବିଶାଳ ରେଙ୍ଗାଲି ଡ୍ୟାମ୍ ପାଖରେ। ଏତେ ବଡ଼ ଜଳଭଣ୍ଡାରର ନୀଳ ଜଳ ସତେ ଯେମିତି ଆକାଶ ସହ ମିଶିଛି। ଯେତେବେଳେ ଆମେ ଦେଉଳଝରି ଗଲୁ, ସେଠାକାର ପ୍ରାକୃତିକ ଉଷ୍ଣ ପ୍ରସ୍ରବଣ ଆମକୁ ଆଶ୍ଚର୍ଯ୍ୟ କରିଦେଲା। ଯାତ୍ରାର ସବୁଠାରୁ ରୋମାଞ୍ଚକର ଭାଗ ଥିଲା ସାତକୋଶିଆ ଅଭୟାରଣ୍ୟ। ଟିକରପଡ଼ାଠାରେ ମହାନଦୀର ବିଶାଳ ଗଣ୍ଡ ଏବଂ ବନ୍ୟପ୍ରାଣୀଙ୍କ ଉପସ୍ଥିତି ଏକ ନିଆରା ଅନୁଭୂତି। ଲାବଙ୍ଗୀ ପାହାଡ଼ ଉପରୁ ପ୍ରକୃତିର ଦୃଶ୍ୟ ଏବଂ ଜଙ୍ଗଲ ଭିତରେ ବୁଲିବା ସତରେ ଏକ ସ୍ୱପ୍ନ ପରି ମନେ ହେଉଥିଲା।